हेलो हाय नमस्कार जय जगन्नाथ वेलकम करछि मोर आ गोटे फ्रेश एंड न्यू वीडियो को। तो मॉर्निंग रू उठिकी रेडी रेडी हो कॉलेज जी सेपटे शाशु बो रोसे फोसे कर खाई जीवी पापा सकाल कौन आसे माछ चिकेन तो खाई पी कि बाहरी आसली जी पापा जी छाड़ापे चलो हम कॉलेज टे पहुँच जाए और कथा अच्छी मोर एग्जाम सरीगला मुझे जाऊँ घर को जी पापा को वेट कर आसुँच से और सांग मैंने सब पढ़े हॉस्टल चलो आम कॉलेज नजारा आओ कड़े बाहर ले गोटे जगह को कड़े एते सज एते रेडी सी कौन कर जीबी आज कोडे ना छात पड़ जाଉଛି रील्स करे देखियो हीरोइन के लागुची इश केमिति लागुची आपण जे तो साड़ी एते सुंदर पिंदे छ ऑब्वियसली सुंदर ही देखा जी तो चलो जीबा आसो एबे हमें चालिलु रील्स कर बोलले यूनिस को लाइक कर दो फॉलो कर दियो फॉलो कर दो बड़ा नाना किचन में कंट्रोवर्सी हो गई जैसे तो सब ऑनलाइन ही होई एमनी बॉडी ने कोई नहीं एबे कोड़े चलले कौन रील्स करते ऊपर कलु मन बाहर पूरी लेनी पुणी तल की चला ए हे तमें भारी ब्यूटी लगुच तमें कुआड़े जाऊच हाँ हम पहुंच जाए सर हम जागा मुंडी रे हाँ चल एडिटिंग कर तो एबे आम गेट तले रील्स करी रील्स अपलोड हो टाइमिंग मन रखी सातटा बेलू मतलब ब्लॉग कहीं एडिट कर लेट रे पोस्ट कर भाई समय माने रखी रखी रख रखी एडिटिंग पड़ियो सेटिक तो करछ बोले कंट्रोल डेली अपडेट दिया ना को ओहो के सुहा रे बापा हाथ डेली अपडेट दे भाई एटा पार्लर लगे जन साड़ी पिनी टिंगी टिंगी तळ को पड़े रील्स कर तो सेतल तो वीडियो सब सरी जाइथिला आ किसी ब्लॉग बने नथिली आ एबे बसली मन पड़े कि अरे मो ब्लॉग तो कंटिन्यू करी ही नहीं तो पापा एवं नहीं कि पलि आसुँच कौन सब खाଇବା और मोर फेवरेट आ भाज मो फेवरेट जो आइसक्रीम आमर पसंद से भी नहीं कि पलि आसुँच भाज तम पसंदीता आइसक्रीम गोटे आसी तम कथा न ना मुख मत तुम से मत एटा आउटे खोले ना तुम कोडा खाइबो ए मते जोडे तमे कोडा तमे एटा खाइबो एटा करना एटा करना एटा तमे खाइबो ऑरेंज टा कोन लागी टेस्ट करना एटा तमे नहीं दे हां ना बटरस्कॉच वाला है सी सेटा खाइ सेतरे भी सब पड़ची जे देखि कोन लागी होला खाऊ ना फुल फुलू मत तो भल लगुच आपन केमती लगे मुझे कहीपरि भल मते कौन कर रुटी कर सैनी कौन किसे कर ना देहटा भल लगुनि केते काम अछि आज कौन पाई
କାଲି ପରା ଇଏ ସୁଦଶା ବ୍ରତ, କାଲି ସମ୍ବର ଦଶମୀ, ଦୁନିଆ କାମ। ହଉ ଯା। ଆଉ ଆଇସ୍କ୍ରିମ ଆସ ଖାଇଦବ। ଇଏ ମା ମତେ ଯୋଉ ଥଣ୍ଡା ବାପା ଆଣିଛନ୍ତି କଣ ସେଥିରେ କଣ ଅଛି? ରଖିଦିଅ କାଲି। ବାପା ସେଥିରେ ଆଣିଛନ୍ତି କଣ? ସେ ମାମା ଆଉ ବାପା ଖାଇବେ ଭେଜ। ମିକ୍ସ ଭାଇ ତମେ ଖାଉନ? ମାମା ଭାବ ଖାଏ ଆଉ ତମେ ଖାଉ। ଝିଅ ଖାଇବ ମିକ୍ସ ଭେଜ। ଆମର ଚିକେନ ଅଛି ଆମେ କାଇଁ ଏସବୁ ଖାଇଆଛି। ଏଥିରେ ଯୋଉ ଗୋଟେ ଗୋଟେ ପଡିଛି ମତେ ଭାରି ଚିଡା ଲାଗୁଛି। ଚେରି ଖାଅ ସେଇଆକୁ ଖାଅ। ବେଳା ଖରାପ। ଗୋଟେ ପିଲା ଗୋଟେ ଖାଇସାରିକି ଆହୁରି ଗୋଟେ ଖାଇଲେଣି। ଜଗନ୍ନାଥ ମାନେ ଏତେ ମିଛ ମୁଁ ତ ସେତେବେଳେ ଏହାକୁ ଖଣ୍ଡିଆ କରିଛି ନିଜେ ଖାଇଦେବି ରଙ୍ଗ। ଦିଟା ଆଇସ୍କ୍ରିମ ଶୀତ ଦିନେ ଖାଉଛନ୍ତି। ଦେଲେନି ଟିକେ ମାଗିଲିଛି। ଏଇ କାନ୍ଥ ବାଟରେ ଯଦି ଆଖି ଥିବ ଦେଖୁ ତ ଫାଟିଯିବ। ଫୁଲ ଖାଇକି ମତେ ଆଇସ୍କ୍ରିମ ଜମା ଭଲ ନୁହଁ। ମୁଁ କଣ ଖାଇବି? ନା ତମେ କଣ ଖାଅ? ତମେ ଜମା ଖାଅ ନା। ଖାଏ ତ ମୁଁ ଖାଲି ନା। ମୁଁ ଆଇସ୍କ୍ରିମ ଖାଇବିନି। ଆଇସ୍କ୍ରିମ ଖାଇନି ମୁଁ। ତମେ ଆଇସ୍କ୍ରିମ ଖାଅ ନା? ଚାହା ପିଅନି? ଚାହା ତ ଜମା ପସନ୍ଦ ନୁହଁ ମତେ। ଆଉ କୋଲ୍ଡ ଡ୍ରିଙ୍କସ ପିଅନି? ସେଇଟା ତ କଣ ମୁଁ ଜାଣିନି। ସେଇଟା ବି କଣ ଜାଣିନ? ଫ୍ରିଜରେ ଶ୍ୱଶୁର ଆଣିକି ବୋଉ ପାଇଁ ଏତିକି ନା କୋଲ୍ଡ ଡ୍ରିଙ୍କସ ଥୋଇ ଦଉଛନ୍ତି ଥାକ ମାରିକି। ତୁ ଦେଖେଇ ଦବ ଲୋକଙ୍କୁ ପିଇବେ ବୋଲିକି ଆମର ବୋହୁ ରାଣୀ। ଆଇସ୍କ୍ରିମ ସତ କଥା ଏବେ ମାନୁନ କିଏ ଖାଇଛି? ତମେ ସ୍ୱାମୀ ଯେମନ ସ୍ତ୍ରୀ ସେମନ ଜମା ଖାଇନି। ଜମା ଖାଇନି। କଣ ବେ ତୁ କାଇଁ ଯାଇଛୁ? ସରିଲା ତମର? ଆହୁରି କେତେ କାମ ତମର। ତମେ କଣ ତରକାରୀ କାଢୁଛ? ଚିଲି ପନିର ଏଇଟା ଆଉ ଏଇଟା ହଉଛି ମିକ୍ସ ଭେଜ। ଏଇଟା ଟେଷ୍ଟି ଲାଗେ। ଓ ଭାଉଜ ରାଣୀ ଆସ ଖାଇବ ଚलो। ଆଉ ତମେ କହୁଛ କଣ? ମେହେନ୍ଦି କରିବ? ମୋ ବିଷୟରେ କିଛି କୁହ। ମେହେନ୍ଦି ତ ମୁଁ କରିଥିଲି ଆଉ। ତମ ବିଷୟରେ କଣ କହିବି? ଭଲ ଭଲ କଥା ଟିକେ କୁହ ମୋ ବିଷୟରେ। କଣ? ଆରେ କୁହ କୁହ କିଛି ନାହିଁ। ମୋ ବ୍ଲଗରେ ତମେ କିଛି ବି କହିପାର। ଆରେ ମୁଁ କହିଲି କି କଣ ଭଲ ଲାଗୁଛି? ସବୁ ତ ଭଲ। ମୁଁ ତ ଖରାପ ସବୁ ଭଲ ପୁଣି କେମିତି ଗୋଟେ ଆଉ ସେ କଣ ନା ଯୋଉ ହେଇଛି ତମର ଦେଖିବ କେତେ ସୁନ୍ଦର କଣ ଭିତରେ ହବ। ଇଏ ମାନେ ଇଏ ଭାବ ମାନେ କିଛି ବି କହିଦଉଛନ୍ତି ମନ ଇଚ୍ଛା କଥାବାର୍ତ୍ତା କରୁଛନ୍ତି ଭାଉଜ। କଣ ଲେଖୁଛ? G for goat। କଣ? ଆରେ ଯୋଉ କଣ ଯୋଉ ABCDEFGH। ମାମା କ୍ଲିଉ ମାମା କହୁଛି ସୋଫା ଯଦି କ୍ଲିଉ ଫୁଟେଇଲା ତ କ୍ଲିଉର ତଣ୍ଟିକୁ ଚିପା ହବ। ବାହାରି ପଡ଼ିଲାଣି ସେ ବେଡସିଟ୍ ଟା ପଡିଥିଲା। କଣ ଏଇ ରାତିରୁ ତମେ ମାନେ ଏମିତି ଶାଶୁକୁ କି ପୂଜା କରୁଛ? ତମେ ମାନେ ସକାଳୁ ଉଜାଗର ହେଇକି ରହୁଛ ମାନେ ସକାଳୁ କାହା ଟାଇମ ପାଇ ହବନି। ଏଇ ତ ଦି ଜଣ ଏକଲା ପୂଜା କରୁଛନ୍ତି। ସେ ତମେ ତ ପୋଛିବ ବୋଲି ସେ କରୁଛି। ତାକୁ ସେମିତି କହିବନି ତ ଇଗୋ ହଟେଇଯିବ। ଏ ତୁ କାଇଁ ମୁହଁଟା ବଢଉଛୁ ବା? ଖୁଞ୍ଜିଦେମି ତତେ ନା ମୁହଁ ଦେଖୁଛୁ କିଛି ଜାଣିଲ ଗୋଲ ମାଲ ଛୁଆଟା। ମେଡିସିନ ଟା ସେ ନ ଖାଇବାକୁ ପଡିବ ସବୁବେଳେ। ଘଣ୍ଟି ବାପା କୁଆଡେ ଗଲେ? ଘଣ୍ଟା ସାଥ ଧରିକି ବୁଲି ବୁଲି ଏମିତି ଏମିତି ହଉଛି। ମୁଁ ନା ଯାଉ ଯାଉ ମାନେ କ୍ଲାସରେ ବ୍ଲଗ ବେଶୀ ବନେଇ ପାରିଲିନି। ମାନେ ହଁ ମୁଁ ଯାଉ ଯାଉ ତ ଏକ୍ସାମ ଷ୍ଟାର୍ଟ ହେଲା। ମୁଁ କୋଉଠି ଟିକେ ବାହାରେ ମତେ କଣ ଟିକେ ବ୍ଲଗ ବନେଇଥାନ୍ତି। ହଁ ଆଉ ମୁଁ କଣ ଆଜି କାଲି ଅଛି ମୋର କ୍ଲାସ। ଆଜି ମୋର ପ୍ରାକ୍ଟିକାଲ ଏକ୍ସାମ ଥିଲା। ହେଲେ ଦୁଃଖର ବିଷୟ ଏହା କି କ୍ଲାସ ଯାଉ ଯାଉ ଏକ୍ସାମ ତୁ ଫୁଟା ବାପା କହିଛନ୍ତି ଯେତେ ଯାହା ମାନେ ଧ୍ୱଂସ କରିପାରୁ ଆମ ଘରେ। ନା ଲୋ ବାପା ଥରେ ନଖ ତାର ଏମିତି କାଟୁ କାଟୁ ତା ଚମଡା ପୁରା ନଖ ଯାଇଥିଲା। ନା ତାର ଅଲଗା ନେଲ୍ କଟରରେ ପୁରା ଯୋଉ ବ୍ଲଡ ସିଏ ତ ମାନେ ପୁରା ପାଟିରେ ତାକୁ ଇଏ
ତଳୁ ପଳେଇ ଆସେ ମୁହଁ ଦେଖେ ହେଇ ବାପା